ନା 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 କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ କହିଲେ ଏ ଘରେ ରହିବି ନାହିଁ। କ'ଣ କହିବିନି? କାହାକୁ କହିବିନି? କାହିଁ କହିବିନି? ମାନେ କୁମ୍ଭ ରାଶିର ବନ୍ଧୁମାନଙ୍କୁ କହିବା କଥା ମୁଁ ଯାଉଛି ଯେ ଏ ମାସରେ ଗ୍ରହ ସ୍ଥିତି ଭଲ ନାହିଁ, ତେଣୁ ବିଭିନ୍ନ ସମସ୍ୟା ଆସିବ। ବନ୍ଧୁ ମନେ ରଖନ୍ତୁ, 17, 18 ଏଇ 2 ଦିନ ହାତକୁ ବିଭିନ୍ନ ରୂପରେ ଅର୍ଥ ଆସିବ। 19, 20 ଏ 2 ଦିନ ରୋଗ ହୋଇ ଦୁଃଖ ଦେଇଥିବ, ପୁରୁଣା ରୋଗ ମୁଣ୍ଡ ଟେକିଥିବ। 21, 22 ଏ 2 ଦିନ ଏଇ ଉତ୍ତମ ଆୟ ହୋଇ ଲାଭ ହୋଇଥିବ। ବୁଝିହେଲା? ଏ ଅତୀତ କାହାଣୀ, ଇତିହାସ। ଏ ତାରିଖ ପଳେଇଗଲାଣି, ମନେ ପକାନ୍ତୁ। କେବଳ ଷଷ୍ଠ ବୁଦ୍ଧଙ୍କ ପାଇଁ ଏସବୁ ସୁଖ ଆସିଥିବ। 26, 27 ସୁଖ 2 ମିଳିଥିବ। ପଞ୍ଚମ ଶୁକ୍ରଙ୍କ ପାଇଁ ନାନାବିଧ ସୁଖ ମିଳିବ। ଉତ୍ତମ ଭୋଜନ ପାଇ ଖୁସି ହୋଇଥିବେ। ଏବେ 23, 24, 25 ଏଇ 3 ଦିନ ଉତ୍ତମ ଆୟ ଓ ଲାଭ ହୋଇଥିବ। ଏହା ଷଷ୍ଠ ବୁଦ୍ଧଙ୍କ ପାଇଁ। 26, 27 ଏଇ 2 ତାରିଖ ଦେହ ଖରାପ ହେବ ନବମ ମଙ୍ଗଳଙ୍କ ହେତୁ। ଏଣୁ ଆପଣ ଟିକେ ହୁସିଆର ରହିଯିବେ। ଯଦି 28, 29 ଓ 30 ଏ 3 ଦିନ ସତର୍କ ନ ହେବେ ତେବେ ସମ୍ମାନ ହାନି ହେବ। 28, 29, 30 ଏ 3 ଦିନ ଟିକେ ଆମକୁ ଜଗି ରଖି ଚଳିବାକୁ ପଡ଼ିବ, ନହେଲେ ସମ୍ମାନ ହାନି ହେବ, ଶତ୍ରୁ ବଢ଼ିଯିବେ। ଆଚ୍ଛା, 31 ଓ ସେପ୍ଟେମ୍ବର 1 ଏଇ 2 ଦିନ, 31 ଓ ସେପ୍ଟେମ୍ବର 1 ଏଇ 2 ତାରିଖ ଶୁଭପ୍ରଦ ହେବ। ଶାନ୍ତି ଓ ସମ୍ମାନ ମିଳିବ, ଅର୍ଥାଗମ ବି ହେବ। ସେପ୍ଟେମ୍ବର 2 ଆଉ 3 ଏଇ 2 ତାରିଖ ଚନ୍ଦ୍ରଙ୍କ କଲ୍ୟାଣ ମିଳିବ। ସମସ୍ତ ପ୍ରକାର ଲାଭ ହେବ। ମିତ୍ରତା, ସୁଭୋଜନ, ସୁସମ୍ପର୍କ, ଧନ ଆଦି ମିଳିବ। ଆଉ 31, 1, 2, 3 ରାହୁଙ୍କର କାରଣରୁ ଏସବୁ ସୁଖ ମିଳିବ। ଚନ୍ଦ୍ର 4, 5, 6 ଏଇ 3 ଦିନ ଦୁଃଖରେ ଦିନ କାଟିବେ, ତେଣୁ ଆମକୁ ଦୁଃଖ ମିଳିବ। ଅଷ୍ଟମସ୍ତ ମଙ୍ଗଳ 13, 9 ଯାଏ ମଙ୍ଗଳ ଅଶୁଭ। 7, 8 ଏଇ 2 ଦିନ ଚନ୍ଦ୍ରଙ୍କ ଆଶୀର୍ବାଦରୁ ଦେହ ମନ ଭଲ ରହିବ। 9 ଆଉ 10 ତାରିଖ ସିଂହସ୍ଥ ଶୁକ୍ରଙ୍କ ପାଇଁ ଦେହ ଘୋଳାବିନ୍ଧା ହେବ। ଦେହ ମନ ଭଲ ରହିବ ନାହିଁ, ମନ ବିପଦ ଓ ଆତଙ୍କିତ ହେବ। 11 ଓ 12 ମିଥୁନସ୍ଥ ଶୁକ୍ରଙ୍କ କଲ୍ୟାଣରୁ ଧନ ଲାଭ ହେବ। 13 ଓ 14 ଏଇ 2 ଦିନ ବଡ଼ ଅଶୁଭ ଦିନ। ଦ୍ୱିତୀୟ ଶନି ଓ ଜନ୍ମ ରାହୁଙ୍କ ପାଇଁ ଦେହ ରୋଗାକ୍ରାନ୍ତ ହେବ। ମାତ୍ର 15 ଓ 16 2 ତାରିଖ ପଞ୍ଚମ ଗୁରୁଙ୍କ ପାଇଁ ଧନ, ସୁଖ ଓ ଶାନ୍ତି ଅବଶ୍ୟ ମିଳିବ। କେଉଁ ତାରିଖରେ କ'ଣ ଘଟିଛି, କ'ଣ ଘଟିବାକୁ ଯାଉଛି, କ'ଣ ଘଟିବ, ଏ କଥା ମୁଁ ଆପଣଙ୍କୁ ଟିକେ ମନେ ପକାଇଦେବି। ଟୋଟାଲି ସାରାଂଶ କ'ଣ ହେଲା? ସାରାଂଶ ହେଲା, ଗ୍ରହମାନଙ୍କର ସ୍ଥିତି ସନ୍ତୋଷଜନକ ନୁହେଁ। ଏଣୁ ସବୁ କ୍ଷେତ୍ରରେ ସାବଧାନତା ଅବଲମ୍ବନ କଲେ ଭଲ। ଅନ୍ୟଥା ଜନ୍ମ ରାହୁ ଦୁଃଖ ଦେବେ। କୁଟୁମ୍ବ ମାନଙ୍କର କ୍ଷତି ହେବ। କୁଟୁମ୍ବ ସ୍ଥାନରେ ଶନି, ଏଣୁ ପାରିବାରିକ ଚିନ୍ତା ବିବ୍ରତ କରିବ। ପଞ୍ଚମ ବୃହସ୍ପତି ଆପଣଙ୍କୁ ହାରିବାକୁ ଦେବେନି। କର୍ମ କ୍ଷେତ୍ରରେ ବୁଦ୍ଧି ଓ ବିବେକର ବିନିଯୋଗ କରି ବିଜୟ ଦକ୍ଷତା ଲାଭ କରିବେ। ସପ୍ତମରେ କେତୁ, ଏଣୁ କୌଣସି ଦୁଃସମ୍ବାଦ ମିଳିଯାଇପାରେ, କିନ୍ତୁ ଦୁଃସାହସ ପଦକ୍ଷେପ ନେଲେ ସଫଳ ହେବାର ଆଶା ଅଛି। ସପ୍ତମସ୍ଥ କେତୁଙ୍କ ପାଇଁ ଦୁଃସାହସ ପଦକ୍ଷେପ ନେବେ, ସଫଳ ହେବେ। ଶାରୀରିକ ଓ ମାନସିକ ରୋଗ ହେବାର ଲକ୍ଷଣ ଜଣାପଡ଼ୁଛି। ନବମସ୍ଥ ମଙ୍ଗଳଙ୍କ ପାଇଁ ରକ୍ତ ଜନିତ ମାନସିକ ରୋଗ ନିଶ୍ଚୟ ହେବ। ସପ୍ତମ ବୁଦ୍ଧଙ୍କ ପାଇଁ ଶାରୀରିକ ରୋଗ ଦୁଃଖ ଦେବ। ରବି ସପ୍ତମରେ, ଏଣୁ ଦୂର ସ୍ଥାନକୁ ଆପଣଙ୍କୁ ଯିବାକୁ ପଡ଼ିବ। ଚାକିରିଆ ହେଇଥିଲେ ବଦଳି ହୋଇଯାଇପାରେ। ବ୍ୟବସାୟ ହେଇଥିଲେ ଦୂରରୁ ମାଲପତ୍ର ଆଣିବେ ଇତ୍ୟାଦି। ଦୂରକୁ ଯିବାକୁ ଯୋଗ ଅଛି ରବିଙ୍କ ପାଇଁ।
ବ୍ୟବସାୟୀ ମାନେ ଦୂର ବିଦେଶ ଯାଇ ପଣ୍ୟଦ୍ରବ୍ୟ ଆଣିପାରିବେ। ଷଷ୍ଠସ୍ଥ ଶୁକ୍ରଙ୍କ ଯୋଗୁଁ ବନ୍ଧୁ ସହଯୋଗ ମିଳିବ। ଏ ମାସ ଆପଣଙ୍କୁ ଖରା ଛାଇର ଖେଳରେ ଖେଳାଇବ। ଆବାଳ ବୃଦ୍ଧ ବନିତା ସମସ୍ତେ ଯେଉଁମାନେ କୁମ୍ଭ ରାଶିର ସେମାନେ ଧର୍ମ ଦିଗରେ ମନ ଦେବେ। ମହିଳାମାନେ ସତର୍କତା ଅବଲମ୍ବନ ନ କଲେ ନିନ୍ଦନୀୟ ହେବେ। ବିଦ୍ୟାର୍ଥୀମାନେ କର୍ମଚଞ୍ଚଳ ହେବେ। କେଉଁ ତାରିଖରେ କ'ଣ ଘଟିବ କହିଲି, ଟୋଟାଲି ସାରାଂଶ କହିଲି। ଏଣିକି ଆପଣଙ୍କର ଇଚ୍ଛା। ଯଦି ସୁଖରେ ଶାନ୍ତିରେ ସମ୍ମାନର ସହ ବଞ୍ଚିବାକୁ ଚାହାନ୍ତି ତାହେଲେ ବୁଦ୍ଧି ବିବେକର ସାହାଯ୍ୟ ନିଅନ୍ତୁ, ଧର୍ମ କରନ୍ତୁ, ମଙ୍ଗଳ ହେବ। ବନ୍ଧୁ ଆଜି ଏତିକି। ଈଶ୍ୱର ଚାହିଁଲେ ମୁଁ ସୁସ୍ଥ ରହିଲେ କାଲି ଆଉ କିଛି କହିବି। ଜାଣିଛନ୍ତି ନା, ନିକଟରେ ବୃହସ୍ପତି ମିଥୁନ ଛାଡ଼ିବେ, ସେ କର୍କଟକୁ ଆସିବେ। ତେଣୁ କର୍କଟ ରାଶିର ବନ୍ଧୁ ଯିଏ ଯେଉଁଠି ଯେଉଁ ଦୁଃଖ ଭୋଗୁଛନ୍ତି ସେମାନେ କେତେକାଂଶରେ ଲାଭ ପାଇବେ କହିବି ଆପଣଙ୍କୁ, ଯଦି ଈଶ୍ୱର ଚାହାନ୍ତି। ରହିଲି ବନ୍ଧୁ, ନମସ୍କାର।